ଜୟଗୁରୁ ବନ୍ଧୁଗଣ, ଆଜି ଆଉ ଗୋଟିଏ ଅତି ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁକୁ ନେଇ ଆସିଛି। ବିଷୟଟି ହେଉଛି ବିଦ୍ୟାର୍ଥୀମାନେ କେଉଁ ସମୟରେ ନାମ ଜପ କରିବା ଉଚିତ। ଆପଣ କେତେ ବି ପରିଶ୍ରମ କରନ୍ତୁ ନା କାହିଁକି, ଯଦି ଆପଣଙ୍କ ଏକାଗ୍ରତା ନାହିଁ ତେବେ ସବୁ ପାଠପଢ଼ା ବୃଥା। କିନ୍ତୁ କ'ଣ ଆପଣ ଜାଣନ୍ତି, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀ ଅନୁସାରେ ଏପରି ଏକ ନିର୍ଦ୍ଦିଷ୍ଟ ସମୟ ଅଛି ଯେଉଁ ସମୟରେ ମାତ୍ର 5 ମିନିଟ୍ ନାମ ଜପ କଲେ ଆପଣଙ୍କ ସ୍ମୃତିଶକ୍ତି 100 ଗୁଣ ବଢ଼ିଯାଇପାରେ। ଆଜି ଆମେ ଜାଣିବା ବିଦ୍ୟାର୍ଥୀମାନଙ୍କ ପାଇଁ ସଫଳତାର ସେହି ଗୁପ୍ତ ସମୟ ଏବଂ ସଠିକ୍ ପ୍ରକ୍ରିୟା ବିଷୟରେ। ତେବେ ଆସନ୍ତୁ ଡେରି ନକରି ବିଷୟବସ୍ତୁକୁ ଯିବା। ଅନୁରୋଧ କରିବି, ଯେଉଁମାନେ ଏପର୍ଯ୍ୟନ୍ତ ଆମର এই ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଜଲ୍ଦି କରିଦିଅନ୍ତୁ ଓ ବେଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ। ତେବେ ଆସନ୍ତୁ ମୁଖ୍ୟ ପଏଣ୍ଟକୁ ଯିବା। ଅନେକ ସମୟରେ ବିଦ୍ୟାର୍ଥୀମାନେ ଏବଂ ଅଭିଭାବକମାନେ ପଚାରନ୍ତି ଯେ ପାଠପଢ଼ାରେ ଏକାଗ୍ରତା ବଢ଼ାଇବା ପାଇଁ ନାମ ଜପ କରିବାର ସଠିକ୍ ସମୟ କ'ଣ। ଆଜିର ଏହି ଭିଡ଼ିଓରେ ଆମେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀ ମାଧ୍ୟମରେ ଜାଣିବା କିପରି ସ୍ୱଳ୍ପ ସମୟର ନାମ ଜପ ମାଧ୍ୟମରେ ଜଣେ ବିଦ୍ୟାର୍ଥୀ ତାର ଜୀବନ, ତାର ମସ୍ତିଷ୍କର ମାନସିକତା ବଦଳାଇ ଦେଇପାରେ। ନାମ ଜପର ମହତ୍ତ୍ୱ ଓ ଏକାଗ୍ରତା ବିଷୟରେ ଅନେକ ଜାଗାରୁ ଆପଣ ଶୁଣିଥିବେ ଅଳ୍ପ ବହୁତ ନିଶ୍ଚୟ। ତଥାପି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବଧାରା ଏପରି କହେ ଯାହା ଆଜି ସମଗ୍ର ସଂସାର ପାଇଁ ଲୋଡ଼ା ହୋଇ ପଡ଼ିଛି। ଠାକୁର କହନ୍ତି, ନାମ ହେଉଛି ଶକ୍ତିର ଉତ୍ସ। ଯେତେବେଳେ ଜଣେ ବିଦ୍ୟାର୍ଥୀ ନାମ ଜପ କରେ ତାର ମସ୍ତିଷ୍କର କୋଷଗୁଡ଼ିକ ସକ୍ରିୟ ହୁଅନ୍ତି ଏବଂ ସ୍ମୃତି ଶକ୍ତି ବୃଦ୍ଧି ପାଏ। ଯଦି ଆପଣ ପାଠ ପଢ଼ିବା ସମୟରେ ମନ ଏପଟ ସେପଟ ହେଉଛି ତେବେ ନାମ ଜପ ହିଁ ଏକମାତ୍ର ତାର ଔଷଧ। ହଁ ବନ୍ଧୁଗଣ, ତାର ସଠିକ୍ ସମୟ ହେଉଛି ବିଦ୍ୟାର୍ଥୀଙ୍କ ପାଇଁ ଠାକୁରଙ୍କ ଅନୁସାରେ ସବୁଠାରୁ ଉପଯୁକ୍ତ ସମୟ ବ୍ରାହ୍ମୀ ମୁହୂର୍ତ୍ତ, ଅର୍ଥାତ୍ ସକାଳ 4ଟାରୁ 6ଟା ମଧ୍ୟରେ। ସକାଳେ ଶୋଇବା ପରେ ମସ୍ତିଷ୍କ ଶାନ୍ତ ଥାଏ। ଏହି ସମୟରେ ନାମ ଜପ କଲେ ସାରା ଦିନର ଏକାଗ୍ରତା ଲାଗି ରହିଥାଏ। ସେଇଠୁ ଆରମ୍ଭ ହୁଏ। ପାଠପଢ଼ା ପୂର୍ବରୁ ଯେକୌଣସି ବିଷୟରେ ପଢ଼ିବା କେବଳ 5 ମିନିଟ୍ ନାମ ଜପ କରିବାରେ ପାଠ ଶୀଘ୍ର ମନେ ରହେ। ହଁ ବନ୍ଧୁଗଣ, ଶୋଇବା ପୂର୍ବରୁ ଦିନ ସାରାର କ୍ଳାନ୍ତି ଦୂର କରିବା ପାଇଁ ରାତିରେ ସେଇ 5 ମିନିଟ୍ ନାମ ଜପ କରିବା ଆଉ ତାପରେ ଶୋଇବା ଉଚିତ। ଏବେ ଆସନ୍ତୁ ଜାଣିବା କିପରି କରିବେ ଆଉ ତାର ସରଳ ପ୍ରକ୍ରିୟା କ'ଣ। ମେରୁଦଣ୍ଡ ସିଧା ସଳଖ କରି ବସନ୍ତୁ। ନିଜ ଶ୍ୱାସ ପ୍ରଶ୍ୱାସ ଉପରେ ଧ୍ୟାନ ଦେଇ ନାମ ସ୍ମରଣ କରନ୍ତୁ। ଏଥିପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ସମୟ ଦରକାର ନାହିଁ ବନ୍ଧୁଗଣ, କେବଳ ନିଷ୍ଠାର ସହ 10ରୁ 15 ମିନିଟ୍ ଯଥେଷ୍ଟ। ବନ୍ଧୁଗଣ, ଆଶା କରୁଛି ଏହି ତଥ୍ୟ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ଓ ଜୀବନରେ ସଫଳ ହେବାକୁ ସାହାଯ୍ୟ କରିବ। ଆପଣଙ୍କର କୌଣସି ପ୍ରଶ୍ନ ଥିଲେ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଓ ସେୟାର କରନ୍ତୁ। ଆଉ ଥରେ ଅନୁରୋଧ କରିବି, ସନ୍ତାନଙ୍କ ପ୍ରତିଟି ଦିଗରେ ନଜର ଦିଅନ୍ତୁ। ଆମେ ଯେତେ କାମରେ ବ୍ୟସ୍ତ ଥାଉ ନା କାହିଁକି, ପ୍ରଥମେ ତାଙ୍କ ପ୍ରତି ଦୃଷ୍ଟି ଦେବା ଜରୁରୀ। ଶ୍ରୀ ଶ୍ରୀ ଠାକୁର ଅତି ସୁନ୍ଦର, ସହଜ, ସରଳ ଭାବେ କହିଛନ୍ତି। ତ ତାଙ୍କଠୁ ଶୁଣି ଜାଣି ନିଜକୁ ସୁଧାରିବା ସହ ଆମର ପରିବେଶକୁ ସଜାଡ଼ିବା ଆମମାନଙ୍କର ହିଁ ଦାୟିତ୍ୱ। ତେବେ ଏହି ଭିଡ଼ିଓ ସମସ୍ତଙ୍କୁ ସେୟାର କରନ୍ତୁ, ଯେମିତି କେହି ଜଣେ ହତାଶ ବ୍ୟକ୍ତି ଗୁରୁଙ୍କ ପଥ ପାଇ ନିଜ ଜୀବନକୁ ବଦଳାଇ ଦେଇପାରିବେ। ତେବେ ଏଇଠି ରହୁଛୁ, ଆଉ ଗୋଟିଏ ଏଇଭଳି ଛୋଟ, ସମୟ ଅଧିକା ନେବୁନୁ, ଛୋଟ ଶିକ୍ଷଣୀୟ ବିଷୟଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।